हेलो हेलो ये इतीश प्रधान हाँ इतीश प्रधान कहते किए कहते मु गणेश दास कहूली फॉरेस्ट पार्क को किए गणेश दास कहूली। हाँ कहतु अरे चिन्नी पारलु ना चिन्नी पारलुनु हाँ 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 गणेश भाई कह चिन्ह पारि कौन ना तते जी मेयर केस तते जी ये करथिला हाँ सेई गणेश कहू हाँ तू कौन जो ना हाँ गाड़ी मंद करूछु हम्म मानस भाई की हमर हम्म गाड़ी मंद करूछु गाड़ी मंद कोठी काहेकि कली गाड़ी मंद कौन करछि जोटा करछि सत कथाटा कहूछि कौन मिछ सत कथा करूछु हैं गाड़ी मंद ताको मानस भाई कौन झियो दगौथला तू देखिथिलु तमे जान ना कि कौन जानिजु मानस चौधरी काम कौन तमे जान ना शुणे इतीश हम्म गोटे कथा शुणे मानस भाई जहाँ भी से हम गोटे बड़ भाई बुझिपार शुणे मत खराब लगे बोली मानस मुझे मानस फोन चौधरी गंडगोल करुच्ची सोदा काली दादा स्टाइल जो भाया व्यवहार करुच्ची ସେଇଟା ଶୁଣେ ସେଇଟା ସେ କଣ ତତେ କଲା କି ସିଏ ତାର ସେ ମାନେ ପାର୍ଟି ପଲିଟିक्ସ ଅଛି ସିଏ पार्टी କଲା। पॉलिटिक्स रे तपी मिश्र मैटर रे मु कोन तपी मिश्र मैटर रे थिली कि से कोन पई कि तपी की माने मो ए मैटर रे मु तपी के जानी सी आस्तला मते फसैतला से मैटर रे से मानस चौधरी ନାଇଁ ସେଇ କଥା ମୁଁ ତ ଭାଇ ଜାଣିନି କିନ୍ତୁ ତତେ ଗୋଟେ କଥା କହୁଛି ମତେ ଭାରି ଖରାପ ଲାଗୁଛି हाँ ଆଉ ଇତିଶ ନହେଲେ ମୁହାଁମୁହିଁ ହବା ମାନସ ଭାଇ ବିରୁଦ୍ଧରେ ତୁ କହିବୁ ମାନେ ମୁହାଁମୁହିଁ ହବା କିଛି ଅସୁବିଧା ନାହିଁ। हाँ भाई मु सत धर्म न्याय रे लड़ुची सत रे चलची मु मानस चौधरी वालिया 420 नुहे भाई ଭାଇ मानस ଦେଖ चौधरी ତୁ वालिया ତୁ ଶୁଣେ 420 ତୁ 420 नुहे ठक ଇତିଶ चोर ଶୁଣେ डकैत नुहे हला ଶୁଣେ से हाँ ତୁ कौन ଗୋଟେ ଇତିଶ ଶୁଣେ ତୁ ଯୋଉଟା ଏଇ ଯୋଉ କଥାବାର୍ତ୍ତା କରୁଛୁ हाँ ମାନେ ତୁ ମାନେ जोटा सत ମାନେ कथा कहू जेटा कोन मिछ कथा मानस चौधरी ନାଇଁ ନାଇଁ 420 ମୋ नुहे कि କଥା ଶୁଣେ तार ना ଇତିଶ ଏଗୁରା तू ଶୁଣେ तू ଯାହା ନାଁରେ କହୁଛୁ କହ କିନ୍ତୁ ମାନସ ଭାଇ ନାଁରେ କହିବୁ से ଭାଇ को महापुरुष ना कौन ନା ମହାପୁରୁଷ ଆମ ପାଇଁ ସେ ମହାପୁରୁଷ। हाँ 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 ବୁଝ- जानी सब विषय रे जोटा ନାଇଁ से ନାଇଁ ମୁଁ ସିଏ ଆମ 420 ପାଇଁ लोकटा ମହାପୁରୁଷ ଶୁଣେ ଆମ ପାଇଁ ସିଏ तमे ମହାପୁରୁଷ। सेमती महापुरुष रखी पूजा करता हला ନାଇଁ जो ନାଇଁ ପୂଜା କରୁଛ ମାନେ ତାମାନେ ଆମେ ଯଦି ତାକୁ ମାନସ ଚୌଧୁରୀ କି ଯଦି ପୂଜା କରିବୁ ତାହେଲେ ତତେ ମତେ ଶତ୍ରୁ ଭଳିଆ ନାସିବୁ। कहीं तमर मु कौन क्षति करछि तम शत्रु भलिया नासिबो कौन पई कहउछ ए कथा ଆଉ नासिला କଣ ना ତୁ तमे ଆମେ तमे କହୁଛୁ आईन को ମାନସ उल्लंघन ଶୁଣ करिवो ଶୁଣ करिवो कौन अछि ନାଇଁ ଶୁଣେ ମୁଁ କହୁଛି ମାନସ ଭାଇ ହଉଛି ଆମର ଗୋଟେ ବଡ मानस ଭାଇ। चौधरी गोटे झियो दलाल तपी मिश्र सहित ता ଆଉ ତୁ संपर्क ଶୁଣେ कौन ତୁ ସେ ଝିଅ दलाଲି କରିବା ଦେଖିଥିଲୁ ତତେ हाँ ସେ हाँ ଝିଅ ଯୋଗେଇଥିଲା। अच्छी यथेष्ट प्रमाण अच्छी ना ହଁ कहीदेवी हिस्ट्री ହଁ कहीदेवी जोग्राफी व्यवहार करदेवी ହଁ ବେକା ମାନେ ଗୋଟେ ଯୋଉ तमे କଥା कौन ଗୁରା ଶୁଣ धमकउछ कि ନା तमे ଧମକେଇବି धमकउछ କଣ ଧମକେଇ ଶୁଣେ ଧମକେଇ ହେଲେ ତ ମୁଁ ସିଧା ଧମକେଇବା ଜାଗାରେ ଧମକେଇଥାନ୍ତି। ତୁ କଣ ଜାଣିନୁ କି ମୁଁ କଣ ଧମକାଏ କେମିତି ଧମକାଏ ବୋଲି। अरे भाई की कथा मु जोटा सत घटना उपस्थापन ନାଇଁ करछि ସତ ଆପଣ ମୁଁ ତତେ से କହିଲା ପରେ लोक ବି ତତେ मोर ଯଦି बहुत क्षति करछि पर्सनाली राग सुझेଇବା ପାଇଁ मते बदनाम करिया ପାଇଁ बहुत मोर क्षति करछि भाई ହୁଁ ହେଲା से बहुत माने बहुत नीच कैरेक्टर लोक मते कांग्रेस ଶୁଣେ दल रे थिला बेले भी बहुत हैरान करा ହେଇछि सेही ନାଇଁ लोक ସେଇଟା मुख्य କଂଗ୍ରେସ ହେଲା ଦଳରେ ତୁ ଥିଲାବେଳେ तते ସେ ହଇରାଣ କଲା କଣ କଲା ମୁଁ ତତେ ଗୋଟେ କଥା କହୁଛି ମାନସ ଚୌଧୁରୀ ଗୋଟେ ମୋର ବଡ ଏଇ ଭଳିଆ ହୁଁ ତୁ ଆମର ଗୋଟେ ତତେ ବି ମୁଁ ସାନ ଭାଇ ଭଳିଆ ଦେଖେ। ହଁ ମୁଁ ମନା କରୁନି ନା ନା କୁହନ୍ତୁ ମୁଁ ତତେ ସାନ ଭାଇ ଭଳିଆ ତ ଦେଖେନି। ହଁ ଦେଖ ମୁଁ ମନା କରୁନି ଆଉ ତତେ ମୁଁ ରିକ୍ୱେଷ୍ଟ କରିକି କହୁଛି ଭଲରେ କହୁଛି ରିକ୍ୱେଷ୍ଟ କରିକି ହାତ ଯୋଡିକି କହୁଛି ହୁଁ କାରଣ ମୁଁ ହାତ ଉଠେଇ ଆସେ ହାତ ଯୋଡି ବି ଆସେ ନା ମତେ। ଏଇଟା ଏଇ ୱାର୍ଡଟା କହିବାର ମାନେ କଣ ହାତ ଉଠେଇବ ଉଠାଅ ନା ନା ଦରକାର ପଇଲେ ଉଠେଇବୁ ହଁ ଉଠେଇବ ତ ଦରକାର ପଇଲେ ଉଠେଇବୁ ହଉ ଉଠେଇବ ଉଠେଇବ କଣ ଅଛି ମୁଁ କଣ ହେଲା। ମୁଁ କିନ୍ତୁ ସତର ଲଢେଇ ଲଢୁଛି ମୁଁ ସତର ଲଢେଇ ଲଢିବି ମୁଁ ନାଇଁ ଡରୁନି ସତ ଧମ ଫତ ନୁହେଁ ହଁ ମାନେ ମେନ୍ କଥା ମୁଁ ଗୋଟେ କଥା ତତେ ରିକ୍ୱେଷ୍ଟ କରିକି କହୁଛି ହୁଁ ତପି ମିଶ୍ର କଥାରେ ମାନସ ଚୌଧୁରୀର କିଛି ସମ୍ପର୍କ ନାହିଁ ମୁଁ ସେଇଟା ଭଲ ଭାବରେ ଜାଣିଛି 100% ସମ୍ପର୍କ ନାହିଁ କେମିତି କହୁଛ ମ ସେ ଆସିବା ହେଲା। ଫରୱାର୍ଡିଂ ଟାଇମ ଆରେ ତପି ମିଶ୍ର ସହିତ ତପି ମିଶ୍ର ବୁଲୁଛି ହେଲା ବିଜେପି ସମ୍ପର୍କ ବାଲା ନାହିଁ ଗୋଟିଏ ବେପାର କରୁଛନ୍ତି ସମ୍ପର୍କ ନାହିଁ କେମିତି ତପି ମିଶ୍ର ହେଲା ବିଜେପି ବାଲା ମାନସ ଜମା ଭାଇ ବିଜେପି କଂଗ୍ରେସ। ନାହିଁ ବିଜେପିର ଶଶି ସାହୁ ସହିତ ବିଜେଡି ଗଲାଣି ମାନସ ଚୌଧୁରୀ କଣ କଂଗ୍ରେସ କି ମାନସ ଚୌଧୁରୀ କୋଉ ଦଳର କହିଲେ ଭାଇ ମାନସ ଭାଇ ଆମ କଂଗ୍ରେସର। ସେ ଦେଖଉଛି କଂଗ୍ରେସ ନା ସେ ବିଜେଡି ଗୁମର ଭିତରେ ସବୁଆଡେ ସେ ଅଛି ସେ ନାଇଁ ନାଇଁ ତୁ ଚୁତିଆ ମୂଷା ଶୁଣେ ତମ ମୋ ଦଳରେ କଣ ଅଛି ୱାର୍ଡ ମେମ୍ବର ଜିତିଛି କି ଭାଇ ସେ ଛାଡ ସେ ୱାର୍ଡ ମେମ୍ବର ଜିତୁ ନ ଜିତୁ ଏଇଟା କିନ୍ତୁ ଖରାପ ଲାଗୁଛି ହୁଁ ଆଉ ଇତିଶ ହୁଁ ନହେଲେ ଭାଇ ବହୁତ ଅସୁବିଧା ହବ ମୁଁ ଖୋଲା ହଉ କଥା ହଉ କହୁଛି ତମ ନହେଲେ କାମ ତମେ କରିବ ମୁଁ ସତରେ ଚାଲିଛି ସେ ଲୋକ ମୋର କ୍ଷତି କରିଛି ମତେ ବଦନାମ କରିବା ପାଇଁ ଚେଷ୍ଟା ନାଇଁ କଲେ ନାଇଁ ମୁଁ ମୋ ତୁ ଗୋଟେ ଯୋଉଟା କାମ କର ତୁ ଗୋଟେ ଯୋଉଟା ମୁଁ କାମ ସତ କର କଥା ତୁ କହୁଛି ତୁ ଗୋଟେ ସେ କାମ କର 420 ମଙ୍ଗଳବାର ଲୋକଟା କିମ୍ବା ତାକୁ ବୁଧବାର ଦିନ ସେ ତମ ପାଇଁ ଭଗବାନ ହେଇପାରେ 420 ଲୋକଟା ତା ନାଁରେ ମଙ୍ଗଳବାର କିମ୍ବା ବୁଧବାର ଦିନ ହଁ ତୁ ଗୋଟେ କାମ କର କୋଉଠି ଦେଖାହବୁ କହ ସେଇଠିକି ଯିବି ସେଇଠି ବସିକି କଥା ହବା ମାନସ ଭାଇ ସେଭଳିଆ ଲୋକ ନାହିଁ ତା ବିରୁଦ୍ଧରେ ତୋ ହୁଁ ମୁଣ୍ଡକୁ କିଏ ଗୋଟେ ବ୍ରେନ ୱାଶ କରୁଛି। ନା ନା ବ୍ରେନ ୱାଶ ନା ମୁଁ ଛୋଟ ପିଲା ରାଜ୍ୟ ହଁ ରାଜନୀତିରେ ଥିଲି ବ୍ରେନ ୱାଶ କଣ କରିବ
ତମେ ଏଇ ଟାଇପ ର କହିକି ମତେ ଧମକେଇଲା ଭଳିଆ ମତେ ଫିଲ୍ ହେଲା ତ ସେଇଟା ମତେ ଭଲ ଲାଗୁନି। ନାଇଁ ମୁଁ ଧମକେଇନି, ମୁଁ ତୁ ଜାଣିଥିବୁ ମୁଁ କେବେ ଧମକେଇନି, ମୁଁ ଡାଇରେକ୍ଟ ଆକ୍ସନ କୁ ଯାଏ, ମୁଁ କେବେ ଧମକି ମତେ ସେଗୁରା ପସନ୍ଦ ନାହିଁ। ଇଏ ଆକ୍ସନ କୁ ଯାଏ ମାନେ କଣ ଧମକଉ ନା କଣ? ନା କଣ ତତେ ବାରମ୍ବାର କହୁଛି ଆମର ଗୋଟେ ବଡ ଭାଇ ସିଏ, ତୁ ଆମ ବଡ ଭାଇଟାକୁ ଯଦି ଗାଳି କରିବୁ ଆମକୁ ଖରାପ ଲାଗୁଛି ନା ଗାଳି ନାଇଁ? ତ କରୁନି, ମୁଁ ସତ କଥା କହିଲି। 420 ନା ଲୋକ ନା ସତ ମାନସ କଥା, ତାହେଲେ ଗୋଟେ ସେ ଯୋଉ ପ୍ରମାଣ ରଡି ଆମକୁ କରି ଦେଖେଇଦେ, କହୁଛି, ଆମେ ସିଏ ଯଦି ଶୁଣେ ସିଏ ଗୋଟେ IPS ଅଫିସର ଟା, ମୁଁ DCP ଗୋଟେ ପୋଲିସ ଅଧିକାରୀଟାକୁ ବି ବହୁତ ସମ୍ମାନ କରେ। ସିଏ ଯଦି ମୁଁ କହିବି, ସିଏ ଯଦି ମୋର ଗୋଟେ ଭାଇଟା ତାକୁ ଯଦି ସିଏ ଧମକେଇଲା ବେଳେ ଭ୍ୟାନ ଉପରେ ଛିଡାଇ କହୁଛି ତ କଣ ମୁଁ ନାଇଁ ସତ ନାଇଁ ସେଇଟା ଘଟଣାଟା କହିଲି। ଭ୍ୟାନ ଉପରେ କହୁଛି, ସିଏ କଣ ତୋତେ କହୁଛି କି? ସେଇଟା କଂଗ୍ରେସ ରାଜନୀତିରେ ତୁ କାଇଁ ତୁ ତ କଂଗ୍ରେସରେ ନାହୁଁ ନା, ତୁ ମୁଁ କାଇଁ ମୁଣ୍ଡ କଂଗ୍ରେସ ଖେଳଉଛୁ? ରାଜନୀତିରେ ପଶୁନି ତ। ମୁଁ ଆଉ ତପି ତାହେଲେ ମିଶ୍ର ୟାର ସମ୍ପର୍କ ଆଉ ମାନସ ଚୌଧୁରୀ ଟା କଣ ମୁଁ ଏଇଟା ଜଣାଉଛି। ମାନସ ଚୌଧୁରୀ କୋଉ ନେତା ନୁହେଁ, ଏଇ କଥା ଜଣେଇଲି। ଗୋଟେ ତୁ ଶୁଣେ, 420 ତୁ ଲୋକଟା। ଖୋଲା କଥା କହିବି, ତୁ ହୁଁ ମୋକିମି ଏମାନଙ୍କଠୁ ଯୋଉ ପଇସା ଟା ଖାଇକିରି ମାନସ ଭାଇ ଗାଳି କରୁଛି, ଶୁଣନ୍ତୁ ଏଟା ଠିକ ଶୁଣନ୍ତୁ ହଉନି। ଶୁଣନ୍ତୁ 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 ହ୍ୟାଲୋ ମିଷ୍ଟର, ହଁ ମୁଁ ଇତିଶ ପ୍ରଧାନ ମୋ ଜୀବନରେ ମୋ ସ୍ୱାଭିମାନରେ ବଞ୍ଚିଛି। କାହା କଥା ମୋର କାହା ସହିତ କୌଣସି କନେକ୍ସନ ନାହିଁ। ମୁଁ ଭାରତୀୟ ଜନତା ପାର୍ଟିରେ ଅଛି, ଗୋଟେ ଶୃଙ୍ଖଳିତ କର୍ମୀ। ମତେ ନାଇଁ ଯୋଉ ତୁ ବଦନାମ ଭାରତୀୟ ଜନତା ତୁ ଆଉ ବିଜେପିରେ କଣ ମୁଁ ଥିଲେ ବି, ତୁ ଶୁଣେ ବିଜେପିରେ ଥିଲେ ବି କିଛି କେଞ୍ଚିବାର ନାହିଁ। ମୋ କଥାଟା ନା ବୁଝିପାରିଲ? ତମେ ଧମକେଇବ ଆଉ ସବୁ କରି ପକେଇବ ତମେ ନା। ନାଇଁ ତୁ ବିଜେପିରେ ଥିଲେ ବି କେଞ୍ଚିବାର ନାହିଁ। ଆଉ ମନେ ରଖିଥା ଭାଇ, ହୁଁ ପିତ୍ତଳ କେବେ ବିଜେପି କଂଗ୍ରେସ ବିଜେଡି ଖୋଜେନି। କଣଟା ପିତ୍ତଳ? ହଁ ସେଇ ଅନୁସାରେ କଥାବାର୍ତ୍ତା କର। ଶୁଣ, ହଉ ନାଇଁ ହଁ ସେ ନା ଇତିଶ ତୁ ସିରିୟସ ନଉନୁ ବୋଧେ। ତୁ ଯୋଉଟା ଆଚ୍ଛା ଆଜି ଭିଡିଓ ତୋର ଯୋଉ ତାମାନେ ତମେ ସେଇ ଲେବୁଲ କୁ ପଳେଇ ଯାଇପାର ଆଉ, ପିତ୍ତଳ ଲେବୁଲ କୁ। ହଉ ନାଇଁ ଭାଇ, ନାଇଁ ତାଠୁ ଅଧିକା ତା ତଳକୁ ବି ଆହୁରି ଖସିଯିବୁ, କିଛି ଆଇନର ଅସୁବିଧା ହାତ ନାହିଁ। ବି ବହୁତ ଲମ୍ବା ଅଛି ଭାଇ। ଭାଇ ଆଇନରେ ଘୋଷାଡା ହାତ ହେଇଯିବ। କଣ ବାଳ କରିବ? 82 83 କେସ୍ ଖେଳିଛୁ, ଆଉ 5 6ଟା ହବ। ଆଚ୍ଛା ଆଉ ବୁଝିପାରିଲୁ ହେଲା ନା? ଆଉ। ଆଚ୍ଛା ନୁହେଁ ଇତିଶ, ହଁ ଗୋଟେ କଥା ଶୁଣ, ତୁ ଯୋଉ ଆଜି ମିଡିଆ ଷ୍ଟେଟମେଣ୍ଟ ଦେଖିଲା ପରେ ବହୁତ ସତ ଖରାପ ଘଟଣା ଲାଗିଲା। କହିଛି, ସତ କହିଛି, ଆହୁରି ସତ କହିବି। ତାହେଲେ ଠିକ ଅଛି, ତାହେଲେ ଲଢେଇ ହବ ଆଉ କଣ, ଆଉ ମତେ ପରେ ଦୋଷ ଦବୁନୁ ଆଉ। ଠିକ ଅଛି ହେଲା, ଠିକ ଅଛି। ଲଢେଇ ପାଇଁ ରେଡି ହୋ। ପ୍ରସ୍ତୁତ ଏନି ଟାଇମ୍।